श्रीगणेशाय नमः। ॐ नमः भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमः वन्दे परमानन्दमाधवम्। भागवत महापुराण द्वितीय स्कंद चतुर्थ अध्याय। सूतक उवाच एमंत सुख वाक्य शुणी आत्मार तत्व मने गुणी कृष्ण विषये दृढ़ मन कल्पिला उत्तरानंदन। आत्मा कलत्र सुत गृहे पशुद्रवीण बंधु स्नेहे राज्य संपद जेते आस ऋतु छाड़िला स्नेह पास। तुम्भे जा पचारिल मते एकथा राजा दृढ़ चिते कृष्णानुभाव शुणिबारे श्रद्धा बलिला निर्विकारे। आत्मनिधान मने स्मरी वेद वचन दृढ़ करी कृष्ण विषये दृढ़ चित निश्चय करी परीक्षित। आत्मत्व भाव हेले देहे पुणी पुछई अति स्नेहे। राजा उवाच हे सुख तुम्हार वचन कृष्णर जेते गुण कर्म जहा शुणन्ते पाप हरे पवित्र बाह्य अभ्यंतरे। शुणी अज्ञान मोर कला तुम्भ प्रसाद जेणु हेला से कथा कह मुनि मते जे मन्ते धरी दृढ़ चिते। से हरे आत्मा माया बले सृष्टि संचयी एसयले विष्णुर सर्जिला संसार अन्य देवंको आगोचर। से कथा जानी भार पाई भमुनि पुणी मु पुछई से बहु शक्तिमंत हरि परम पुरुष मुरारी। जे मन्ते पाली पुण परे जे काले जेबा शक्ति धरे आत्मा को आत्मा करी खेला कुहुक मते विष्णु लीला। सृजई पालई संहरे माया त्रिगुण रूप धरे। जे मन्ते ब्रह्मा विष्णु हर क्रीडन करे दामोदर। विविध रूप ए जगते जे मन्ते करे क्रीडा अर्थे अद्भुत कर्म ए ताहार के करी पारी बगोचर। एकई पुरुष अनंत प्रकृति मते बहुमत आदि पुरुष रूप धरी जे मन्ते कर्मे नर हरि। कार्य मानंको ए संसारे कले कहिबा मुनि बरे जे शब्द ब्रह्मरे विचार ब्रह्मानुभवरे गोचर। एक अनेक रूप धरे अशेष जन्म कर्म करे एणु श्रवणे इच्छा मोर कह हे व्यासंक कुमार। हे महामुनि भागवत श्रवणे प्रिय अमृत। सुत उवाच एमंत परीक्षित कथा पुरुषोत्तम गुण गाथा शुणी सानंद व्यास सुत कृष्ण चरणे देई चित। से परीक्षिते प्रतिबाणी कहिबा अर्थे मुनि मणि ध्याने से चिंती नारायण बोइले परीक्षित शुण। नमस्ते परम पुरुष अनंत घटे जा प्रकाश लीला बिहारे सृष्टि करे पालई पुणी से संहरे। हेले एतिनी शक्ति धरे जंतुर अंतरे विहरे तेणु ता मार्ग उपलक्षे करिब काहार भासंख्य। नमस्ते जगत जीवन साधुंक वृजिन दहन असाधु दमन व्यवहार अखिल जंतु रूप तोर। परमहंसंक आश्रमे जे
ବ୍ୟବସ୍ଥିତ ପ୍ରାଣୀମାନେ। ତାହାଙ୍କ ଆତ୍ମତତ୍ତ୍ୱଦାତା ନିରତେ ତୋର ପାଦେ ଚିତା। ନମସ୍ତେ ସାତ୍ୱବତ୍ସଳ କୁଜୋଗୀ ଗଣେ ଅଗୋଚର। ସମେ ପ୍ରକାଶ ସର୍ବଠାରେ ଜନ୍ତୁକ ବାହ୍ୟ ଅଭ୍ୟନ୍ତରେ। ଐଶ୍ୱର୍ଯ୍ୟ ପରମ କାରଣ ଯେ ନିତ୍ୟ ସ୍ୱଧାମ ଧାରଣ। ଯା ନାମ ଶ୍ରବଣ କୀର୍ତ୍ତନ ଯା ରୂପ ଦେଖିଣ ନୟନ। ନ ମିଳେ ଯାହାର ଚରଣ ସ୍ମରଣ ପୂଜା ସମର୍ପଣ। ଜନ୍ତୁଙ୍କ କଳ୍ମଷ ନାଶଇ ଯେ ସର୍ବମଙ୍ଗଳ ବୋଲାଇ। ଯେ ହରି ଶରଣ ସୋଦର ତାହାଙ୍କୁ ମୋର ନମସ୍କାର। ପଣ୍ଡିତ ଜନ ଯାର ପାଦେ ସେବା ସମ୍ପାଦି ଅପ୍ରମାଣେ। ଆତ୍ମାର କଳ୍ମଷ ନାଶନ୍ତି ଜନ୍ମ ମରଣେ ନ ଡରନ୍ତି। ଆତ୍ମାର ଶ୍ରମ କରିସନ୍ତି ଅନ୍ତେ ଲଭନ୍ତି ବ୍ରହ୍ମଗତି। ସର୍ବମଙ୍ଗଳ ଦାମୋଦର ତାହାଙ୍କୁ ମୋର ନମସ୍କାର। ଯେ ପ୍ରାଣୀ ତପ ଦାନ କରେ ଯଶ ସମ୍ପାଦି ଏ ସଂସାରେ। ସୁବୁଦ୍ଧି ପଣେ ମନ୍ତ୍ର ସାଧି ମଙ୍ଗଳ କର୍ମକୁ ଆରାଧି। ଏଣୁ ଅର୍ଜନ୍ତି ଯେତେ ଫଳ ତତେ ନ ସମର୍ପି ନିଷ୍ଫଳ। ସୁଭଦ୍ର ଶ୍ରବା ନାମ ଯାର ତାହାଙ୍କୁ ମୋର ନମସ୍କାର। କିରାତ ଗୁଣ ଆନ୍ଦ୍ର ଯେତେ ପୁଳିନ୍ଦ ଚଣ୍ଡାଳ ସମତେ। ଆଭିର କଙ୍କ ଯେ ଯବନ ଏ ଆଦି ଯେତେ ଅନ୍ତ୍ୟଜନ। ଦୁଷ୍କୃତ କର୍ମ ଯେ କରନ୍ତି ଯା ପାଦ ଆଶ୍ରିତେ ତରନ୍ତି। ସର୍ବପ୍ରଭବଶୀଳ ଯେହି ତା ପଦ ପଦ୍ମେ ମୁନମୟୀ। ଯେ ହରି ଜଗତ ଜୀବନ ଆତ୍ମଜ୍ଞାନୀଙ୍କ ଆତ୍ମାଧନ। ହେତି ନିବେଦ ଯାର ଦେହ ଯେ ଧର୍ମମୟ ତପମୟ। ନିର୍ମଳ ତପେ ଯୋଗୀ ଜନେ ବ୍ରହ୍ମା ଶଙ୍କର ଅନୁମାନେ। ନାନା ପ୍ରକାରେ ଧ୍ୟାନେ ଚିନ୍ତି ଯା ରୂପ କେହି ନ ଦେଖନ୍ତି। ଯେ ଲକ୍ଷ୍ମୀପତି ଯଜ୍ଞପତି ଯେ ପ୍ରଜାପତି ଜ୍ଞାନପତି। ଯେ ଲୋକପତି ଧରାପତି ଯାଦବ ବଂଶପତି ଗତି। ସାଧବ ଗଣେ ଯାହା ଚିନ୍ତି ସେ ହେଉ ମୋର ମନେ ସ୍ଥିତି। ଯାର ଚରଣ ଧ୍ୟାନ ବଳେ ନିଶ୍ଚଳ ସମାଧିର ଜଳେ। ବୁଦ୍ଧି କି ପ୍ରକ୍ଷାଳନ କରି ଯାହା ଚିନ୍ତନ୍ତି ବ୍ରହ୍ମଚାରୀ। ସଗୁଣ ନିର୍ଗୁଣ ବିଚାରେ କହନ୍ତି ଯଥା ଅନୁସାରେ। ସେ ହରି ମୋର ହୃଦ୍ଗତେ ପ୍ରକାଶ ହେଉ ଅବିରତେ। ଯାହାର ଆଜ୍ଞା ପରମାଣେ ଭାରତି ଆସି ତତ୍କ୍ଷଣେ। ପ୍ରକାଶୀ କଳ୍ପ ଆଦିକାଳେ ବ୍ରହ୍ମାର ହୃଦୟ କମଳେ। ସୃଷ୍ଟି ବିଷୟ ଜ୍ଞାନ ଦେଲା ମୁଖେ ଗାୟତ୍ରୀ ଉଚ୍ଚାରିଲା। ନମସ୍ତେ ବ୍ୟାସ ରୂପ ଧରି ହୃଦୟେ ବସ କୃପା କରି। ମହତ ଆଦି ପଞ୍ଚଭୂତେ ଜନ୍ତୁ ଭିଆଇ ଏ ଜଗତେ। ଜନ୍ତୁଙ୍କ ହୃଦୟ କମଳେ ଯାର ଆସନ ସୁଖ ଭଳେ। ଗୁଣ ସମୂହ ସୁଖେ ଭୁଞ୍ଜେ ଷୋଡ଼ଶ ଆତ୍ମା ରୂପେ ରାଜେ। ସେ ହରି ବସୁ ମୋର ହୃଦେ ବାକ୍ୟ ଆବରି ପଦେ ପଦେ। ନମଇ ବ୍ୟାସ ମୁନିବର କୃଷ୍ଣେ ଅକୁଣ୍ଠ ବୁଦ୍ଧି ଯାର। ଯା ମୁଖ ପଦ୍ମ ଜ୍ଞାନ ରସେ ମୁନିଏ ପିବନ୍ତି ହରଷେ। ଯେ ହରି କଥା ପୂର୍ବ କାଳେ ନାରଦ ଋଷି ମୁନି ମିଳେ। ବ୍ରହ୍ମାଙ୍କୁ ପଚାରିଲେ ଯେତେ ପ୍ରସନ୍ନେ କହିବି ମୁଁ ତତେ। ଏ ବାଣୀ ଶୁଣି ସୁଖ ଭୋଳେ ପ୍ରାଣୀ ନିସ୍ତରେ ଭବ ଜଳେ। କହଇ ଦାସ ଜଗନ୍ନାଥ ଦ୍ୱିତୀୟ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟା ସଂହିତାୟାଂ ଦ୍ୱିତୀୟ ସ୍କନ୍ଧେ ଚତୁର୍ଥ ଅଧ୍ୟାୟ।